ଜୟ ଗୁରୁ। ଶ୍ରୀ ଠାକୁରଙ୍କ ଚରଣରେ କୋଟି କୋଟି ପ୍ରଣାମ। ଇଷ୍ଟଙ୍କ ପାଇଁ ଅର୍ଘ୍ୟ ନିବେଦନ ଫାଲତୁ କଥା ନୁହେଁ, ବରଂ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହାର ମହିମା ବର୍ଣ୍ଣନା କଲେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ। ଜୀବନରେ ଘଟିଥିଲା ତା ନୁହେଁ, ଜୀବନରେ ଘଟୁଥିଲା, ଘଟୁଛି ଏବଂ ଘଟିବ ମଧ୍ୟ ଭବିଷ୍ୟତରେ। ଶ୍ରୀ ହରିପଦ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ଅଧିବାସୀ। ସାମାନ୍ୟ ଚାକିରି, କୌଣସିମତେ ସଂସାର ଚଳାଇ ନେବାର ଟାଣଟୁଣ ବ୍ୟବସ୍ଥା ମଧ୍ୟରେ ସେ ପରିବାର ଭରଣପୋଷଣ କରନ୍ତି। ତାଙ୍କ ସାନ ଭାଇ ଗୋଟିଏ ଚା ଦୋକାନୀ ଥିଲେ। ଚା ଦୋକାନ ଯାହା ଆୟ ହେଉଥିଲା, ତାଙ୍କ ମାସିକ ଦରମା ମିଶି ପରିବାର ମୋଟାମୋଟି ଚଳାଇ ନେଉଥିଲେ। ଏକ ସମୟରେ ଦିନେ ସେ ଦେଓଘର ଆଶ୍ରମ ଯାଇଥିଲେ। ସେ ଶ୍ରୀ ଠାକୁର ସମ୍ମୁଖରେ ବସି ଅମୃତମୟ ରସ ଆହ୍ୱାନ କରୁଥିଲେ। ସେ ସମୟରେ ଶ୍ରୀ ଠାକୁର ଶାଣ୍ଡିଲ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଅର୍ଘ୍ୟ ସଂଗ୍ରହ କରୁଥିଲେ। ହରିପଦ ଭାଇଙ୍କ ପାଳି ପଡ଼ିଲା। ଶ୍ରଦ୍ଧେୟ ହରିପଦ ଭାଇ ଓ ପଣ୍ଟା ଭାଇଙ୍କ ସାମ୍ନାରେ ଶ୍ରୀ ଠାକୁର ଆଶୀର୍ବାଦ ମାସିକ 15 ଟଙ୍କା ପ୍ରଣାମୀ ପଠାଇବେ ବୋଲି ସେ ଖାତାରେ ସ୍ୱାକ୍ଷର କଲେ। ଦିନେ ଶ୍ରୀ ଠାକୁର ହରିପଦ ଭାଇଙ୍କୁ ଖୁବ୍ ପାଖକୁ ଡାକି କହିଲେ, ଯା'ର ଖୁବ୍ ଅଛି ଅଥଚ ଦେବାକୁ କଷ୍ଟ ଲାଗେ, ତାକୁ କହିବୁନି। ଆଉ ଯା'ର କିଛି ନାହିଁ ଅଥଚ ଦେବା ପାଇଁ ବୁକୁ ଫାଟି ଫାଟି ପଡ଼େ, ତାକୁ ହିଁ କହିବୁ। ଶ୍ରୀ ଠାକୁର ଆଶୀର୍ବାଦ ମସ୍ତକରେ ଧାରଣ କରି ହରିପଦ ଭାଇ ପ୍ରତି ମାସରେ 15 ଟଙ୍କା ଲେଖା ଅର୍ଘ୍ୟ ଦେଇ ଚାଲିଲେ। ଶେଷ ତାଙ୍କ ସାନ ଭାଇ ହିନ୍ଦୁସ୍ତାନ କେବୁଲରେ ଚାକିରି ହୋଇଗଲା। ଚାକିରି ପାଇବାରୁ ସେ ଆଉ ଚା ଦୋକାନ ବସିଲେନି। ହରିପଦ ଭାଇଙ୍କ ଚାକିରି ଥିବାରୁ ସେ ମଧ୍ୟ ଚା ଦୋକାନ ପାଇଁ ସମୟ ଦେଇ ପାରିଲେ ନାହିଁ। ଦୋକାନ ବନ୍ଦ ହୋଇଗଲା। ତାଙ୍କ ଆୟର ଅର୍ଦ୍ଧେକ ଏବେ ବନ୍ଦ ହୋଇଗଲା। ମାସିକ ବେତନ ପାଇବା ପରେ ପାଉଣାଦାରମାନଙ୍କ ସମସ୍ତ ପାଉଣା ଦେଇ ସେମାନଙ୍କୁ ବିଦାୟ ଦେବା ପରେ ହରିପଦ ଭାଇଙ୍କ ହାତରେ ରହିଲା ମାତ୍ର 20 ଟଙ୍କା। ପୂରା ମାସଟି ପରିବାରକୁ ଚଳାଇବାକୁ ହେବ। ଅନ୍ୟ କୌଣସି ପଇସାଟିଏ ବି ଆସିବାର ନାହିଁ। ଯଦି ଏଥିରୁ 15 ଟଙ୍କା ଦେଇ ଦିଅନ୍ତି, ତେବେ ମାତ୍ର 5 ଟଙ୍କାର ସାରା ମାସର ଖର୍ଚ୍ଚ ଚଳାଇବା ଅସମ୍ଭବ ହୋଇପଡ଼ିବ। ତାଙ୍କ ମୁଣ୍ଡରେ ଏକ ଦୁର୍ବୁଦ୍ଧି ଘଟିଲା। ଏ ମାସରେ ସେ 15 ଟଙ୍କା ଆଉ ଦେଇପାରିବେ ନାହିଁ। ଯାଉଛି ଠାକୁରଙ୍କ ପାଖକୁ ପତ୍ର ଲେଖି କ୍ଷମା ପ୍ରାର୍ଥନା କରିବି। ଏହାପରେ ମନରେ ସ୍ଥିର କଲେ ସେ। ତାଙ୍କର ସ୍ତ୍ରୀ ସେ କଥା ଜାଣିପାରିଲେ ଖୁବ୍ ରାଗିଗଲେ। କହିଲେ, ତୁମର ବୋଧେ ମରିବାକୁ ଇଚ୍ଛା ହେଉଛି। କାଲି ସକାଳେ 15 ଟଙ୍କା ମନି ଅର୍ଡ଼ର କରି ପଠାଇ ଦିଅ। ତା'ପରେ ଯାଇ ଯୋଉ କଥା। ଘର ଚଳିଲେ ଚଳୁ, ନହେଲେ ନାହିଁ। ଆବଶ୍ୟକ ପଡ଼ିଲେ ଉପବାସ ରହିଯିବା। କିନ୍ତୁ ଶ୍ରୀ ଠାକୁର ଅର୍ଘ୍ୟ ଦେବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଛ, ପ୍ରତିଜ୍ଞା କରିଛ, ସେଥିରୁ କଦାପି ଓହରିବ ନାହିଁ। ଏଇଟା ମୋର ରାଣ। ଶ୍ରୀମତୀ ଧମକ ଓ ବାଧ୍ୟତାରୁ ନିରୁପାୟ ହୋଇ ହରିପଦ ଭାଇ ତା ପରଦିନ ସକାଳେ 15 ଟଙ୍କା ପ୍ରଣାମୀ ମନି ଅର୍ଡ଼ର କରିଦେଲେ। ଅଫିସରୁ ଛୁଟି ଆସିବା ପରେ ସନ୍ଧ୍ୟା ସମୟରେ ସେ ଆଲୋଚନା ପତ୍ରିକା ଘରକୁ ଘର ନେଇ ଗୁରୁଭାଇଙ୍କ ମଧ୍ୟରେ ବିଚରଣ କରନ୍ତି। ସେଦିନ ବି ସେ ସେହି ଉଦ୍ଦେଶ୍ୟରେ ସୁନ୍ଦରପାହାଡ଼ ଯାତ୍ରା କଲେ। କେତେକ ବସାରେ ପତ୍ରିକା ଦେଇ ସାରିବା ପରେ ରାତି 8ଟାରେ ସୁକୁମାର ଭାଇଙ୍କ 71 ନମ୍ବର ରାସ୍ତାର ବସାକୁ ଯିବାକୁ ବାହାରି ବାଟ ଭୁଲିଗଲେ ଏବଂ 70 ନମ୍ବର ରାସ୍ତା ଭିତରେ ପଶିଗଲେ। ରାସ୍ତାର ଶେଷ ପ୍ରାୟ ଖୁବ୍ ଢାଲୁ, ପ୍ରାୟ ଅନ୍ଧକାର। ଆଗକୁ ଆଉ ରାସ୍ତା ଅଛି ଭାବି ସେ ସାଇକେଲ ଚଳାଇ ଦେଲେ। 10 ହାତ ତଳେ ପଡ଼ି ଗଡ଼ି ଗଡ଼ି ଯାଇ ପଡ଼ିଗଲେ ଏକ ପକ୍କା ଡ୍ରେନ୍ ଉପରେ। ଦେହରେ ଗୁଡ଼ାଇ ହୋଇ ଚାଦରଟି ବାଡ଼ର କଣ୍ଟାରେ ଲାଗିଗଲା। ସାଇକେଲଟି କଚାଡ଼ି ହୋଇ ପଡ଼ିଗଲା। ଅନ୍ଧକାର ରାତି ହୋଇଥିଲା, ଜନଶୂନ୍ୟ ବି ହୋଇଥିଲା। କିଛି ସମୟ ପରେ କୌଣସି ମତେ ନିଜ ଦେହକୁ ଉଠାଇ ଛିଡ଼ା ହେଲେ। ଚାଦରଟି କଣ୍ଟାରୁ ବାହାର କରୁ କରୁ ତାଙ୍କ
କେତେକାଂଶରେ ଚିରି ହୋଇଗଲା। ଟିକେ ଦୂରରେ କଚାଡ଼ି ହୋଇ ପଡ଼ିଗଲେ ସାଇକେଲଟି। ଅନ୍ଧାରରେ ଉଣ୍ଡାଳି ଉଣ୍ଡାଳି ତାହାକୁ ଉଦ୍ଧାର କଲେ। ଆଉ ଚଳାଇବାକୁ ସାହସ ହେଲାନି। ସାଇକେଲଟି ଠେଲି ଠେଲି ରାସ୍ତାରେ ଚାଲିଲେ। ଟିକେ ଦୂରରେ ଏକ ଲାଇଟ୍ ପୋଷ୍ଟ ଥିଲା। ସେଠାକୁ ଯାଇ ଦେଖିବାକୁ ଚେଷ୍ଟା କଲେ ଶରୀରର କେଉଁ ଜାଗାରେ ଆଘାତ ହେଉଛି। ଠାକୁରଙ୍କ ଦୟାରୁ ଦେହରେ କେଉଁଠାରେ ବି କିଛି ହେଇନାହିଁ। କିନ୍ତୁ ଡାହାଣ ହାତର ମଝି ଆଙ୍ଗୁଳିରେ ଖୁବ୍ ବ୍ୟଥା ଅନୁଭବ ଲାଗିଲା। ଏଥର ଚଟାପଟ ସୁକୁମାର ଭାଇଙ୍କ ବସାରେ ଯାଇ ପହଞ୍ଚିଲେ। ସେ ହରିପଦ ଭାଇଙ୍କ ଏପରି ଅବସ୍ଥା ଦେଖି ବ୍ୟସ୍ତ ହୋଇପଡ଼ିଲେ। ଗୋଟିଏ ଔଷଧ ବି ଖାଇବାକୁ ଦେଲେ। ତାହାପରେ ସେଠାକୁ ସେ ନିଜ ବସାକୁ ଫେରି ଆସିଲେ। ପରଦିନ ଅଙ୍ଗୁଳିରେ ବ୍ୟଥା ଆହୁରି ବଢ଼ିଗଲା। ଏକ୍ସରେ କରି ଦେଖିଲେ ଆଙ୍ଗୁଳିଟି ଭାଙ୍ଗି ଯାଇଛି। ଆଙ୍ଗୁଳିଟି ପ୍ଲାଷ୍ଟର କରିବାକୁ ହେବ। 1.5 ମାସ ଲାଗିଗଲା ତାହା ଭଲ ହେବା ପାଇଁ। ଏତେଦିନ ଧରି ଅଙ୍ଗୁଳି ବ୍ୟଥାରେ ବେଶ୍ କଷ୍ଟ ପାଇଲେ। ଏହାପରେ ସେ ଆଉ କୌଣସି ମାସରେ 15 ଟଙ୍କା ଅର୍ଘ୍ୟ ନିବେଦନରୁ ଓହରି ଯାଇ ନାହାନ୍ତି। ଜୟ ଗୁରୁ।